ମୁଁ ହଠାତ୍ ସନ୍ଧ୍ୟାବେଳେ ଖବର ପାଇଲି ଯେ ଆମର ପୋଡ଼ାପଦର ଅଞ୍ଚଳର ଚାଷୀ ଭାଇମାନେ ସବ୍ କଲେକ୍ଟର ଅଫିସକୁ ଆସିଛନ୍ତି ଏବଂ ସେମାନଙ୍କର ଧାନ ଉଠୁନାହିଁ, ସେମାନେ ନିରାଶ ହେଇକରି ସେଠି ବସିଛନ୍ତି। ଏ ଖବର ମୋତେ ପୋଡ଼ାପଦର ଚାଷୀ ଭାଇମାନେ ମୋତେ ଫୋନ୍ ମାଧ୍ୟମରେ ଜଣାଇଲେ ଏବଂ ଜଣାଇବା ପରେ ଏଠି ଆସିକି ବୁଝିଲି କ'ଣ ହେଇଛି ଏମାନଙ୍କର ଅବସ୍ଥା। ଧାନ ଉଠୁନାହିଁ, ପୋଡ଼ାପଦର ମାଣ୍ଡିରେ ଧାନ ଉଠୁନାହିଁ। ମାତ୍ର 6-7 ଜଣଙ୍କର ଚାଷୀଙ୍କର ଧାନ ଉଠିଛି, ଆଉ କାହାର ଧାନ ଉଠି ନାହିଁ, ଏଭଳିଆ କଥା ତ। ଏବଂ ଏମାନେ ଯେତେବେଳେ ମିଲ୍ବାଲାମାନଙ୍କ ସହିତ କଥାବାର୍ତ୍ତା କରୁଛନ୍ତି, ମିଲ୍ବାଲାଙ୍କୁ ପଚାରୁଛନ୍ତି, ମିଲ୍ବାଲାମାନେ କହୁଛନ୍ତି ଆମକୁ ମାସ୍ ଦିଆଯାଉ ନାହିଁ, ଏ କଥା କହୁଛନ୍ତି। ଏବଂ ଧାନ ଉଠୁନାହିଁ, ମିଲ୍କୁ ପଚାରିଲେ ମିଲ୍ବାଲା କହୁଛି ମାସ୍ ନାହିଁ ତାଙ୍କର। ଏ ଯେଉଁ କଦର୍ଯ୍ୟ ଅବସ୍ଥା, ବର୍ଷା ଆସିଗଲାଣି, ଆପଣ ଦେଖୁଛନ୍ତି ବର୍ଷା ଆଜି ବି ହେଉଛି। ତେଣୁ ଏମାନେ ଧାନ ରଖିବେ କେଉଁଠି? ଏମାନଙ୍କ ଧାନ ଖରାପ ହେଇଯିବ। ବର୍ତ୍ତମାନ ଏ ବର୍ଷର ଧାନ ଅତ୍ୟନ୍ତ ଭଲ ଧାନ ଥିଲା, ତେଣୁ ଏବେ ଯଦି ବର୍ଷା ପାଣି ପଡ଼ିଯିବ ନିଶ୍ଚିତ ରୂପେ ସେ ଧାନ ଖରାପ ହେଇଯିବ। ତେଣୁ ଚାଷୀ ଭାଇମାନେ ଆସିଛନ୍ତି, ତାଙ୍କ ଧାନ ଶୀଘ୍ର ଉଠାଯାଉ ଇଏ ଦାବି ନେଇକି ଆସିଛନ୍ତି। ବର୍ତ୍ତମାନ ସବ୍ କଲେକ୍ଟର ଆସିଛନ୍ତି, ସିଏସ୍ଓଙ୍କୁ ଡାକିଛନ୍ତି ଏବଂ DRCSଙ୍କୁ ଡାକିଛନ୍ତି। କିଛି ଗୋଟେ ନିଷ୍ପତ୍ତି ହେବ ବୋଲିକି ଆଶା କରାଯାଉଛି ଏବଂ ସେମାନେ ବେଟର କହିପାରିବେ। ଯଦି ସରକାର ଯଦି କହୁଛନ୍ତି ଆପଣ ଏଇଠି ଧାରଣାରେ ଚାଷୀ କାହିଁକି ବସିଥାନ୍ତେ? ଇଏ ତ କୌଣସି ରାଜନୈତିକ ଦଳର ସ୍ପନ୍ସର୍ଡ ପ୍ରୋଗ୍ରାମ୍ ନୁହଁ, ଇଏ ହେଉଛି ସାଧାରଣ ଚାଷୀଙ୍କର ପ୍ରୋଗ୍ରାମ୍। ଇଏ କୌଣସି ରାଜନୈତିକ ଦଳର ସ୍ପନ୍ସର୍ଡ ପ୍ରୋଗ୍ରାମ୍ ନୁହଁ, ଏଇଟା ହେଉଛି ଚାଷୀଙ୍କର ପ୍ରୋଗ୍ରାମ୍। ଚାଷୀମାନେ ପହଞ୍ଚିଛନ୍ତି, କେବଳ ହଠାତ୍ ଖବର ପାଇକି ମୁଁ ଆସିକି ଏଇଠି ପହଞ୍ଚିଛି। ତେଣୁ ଏଠି ସ୍ପଷ୍ଟ ଚିତ୍ର ଜଣାପଡ଼ୁଛି ଯେ ଚାଷୀଙ୍କର ଧାନ ଉଠୁନାହିଁ ମାଣ୍ଡିରେ ଏବଂ 1 ତାରିଖରୁ ମଣ୍ଡି ଆରମ୍ଭ ହେବ ଏକଥା କୁହାଗଲା। ଆଜି ବର୍ତ୍ତମାନ 10 ତାରିଖ, ଆଜି ବି ମୋ ପାଖରେ ଯାହା ଖବର ଅଛି ଆଜି ସୁଦ୍ଧା ବି 75% ଅଞ୍ଚଳରେ ମାଣ୍ଡି ଆରମ୍ଭ ହେଇନାହିଁ ଏବଂ 90ରୁ 95% ଚାଷୀଙ୍କର ଧାନ ଉଠିନାହିଁ। ଚାଷୀମାନେ ନିଷ୍ପତ୍ତି କରିବେ, ସେମାନେ ତ ନିଷ୍ପତ୍ତି କରିଛନ୍ତି ପୁରା ରାତି ବସିବେ, ସେମାନେ ନିଷ୍ପତ୍ତି କରିଛନ୍ତି ପୁରା ରାତି ଏଠି ରହିବେ, ଏ ନିଷ୍ପତ୍ତି କରିଛନ୍ତି, ଏ ନିଷ୍ପତ୍ତି କରିଛନ୍ତି ସେମାନେ। ବାକି ସେମାନଙ୍କର ଇଏ ଚାଷୀଙ୍କର ଆନ୍ଦୋଳନ, ଇଏ କୌଣସି ରାଜନୈତିକ ଦଳର ଆନ୍ଦୋଳନ ନୁହଁ। କେବଳ ଆମେ ଆସିଛୁ ଚାଷୀଙ୍କର ଦୁଃଖ ସହି ନ ପାରିକି ଆମେ ଆସିକି ଏଠି ପହଞ୍ଚିଛୁ। ଚିତ୍ରସେନ ମିଶ୍ର ଚାଷୀ। ଆଜ୍ଞା ଆମର 26ରୁ ଅନଲାଇନ୍ ମାଧ୍ୟମରେ ସରକାର ଟୋକନ୍ ଛାଡ଼ିଲେ ଏବଂ DLPC ମିଟିଂ ଅନୁଯାୟୀ 1 ତାରିଖରୁ ମଣ୍ଡି ଆରମ୍ଭ ହେଲା। 16 ଦିନ ହେଲା ଟୋକନ୍ ଫାୟାର ହେଲା, 10 ଦିନ ହେଲା ମଣ୍ଡି ଷ୍ଟାର୍ଟ ହେଲା। ଏଯାବତ୍ କୋରାପୁଟ ଜିଲ୍ଲାରେ 907 ଜଣ ଚାଷୀର ଧାନ କିଣା ଯାଇଛି। ସେଇଭଳି ଗୋଟେ ପୋଡ଼ାପଦର ମାଣ୍ଡି ଆମର ଯେଉଁଟା ଚାଲିଛି, ସେଠି କେବଳ 7 ଜଣରୁ 10 ଜଣ ଭିତରେ ଚାଷୀ ଧାନ ବିକ୍ରୟ କରିଛନ୍ତି। ଆମର ପାଖାପାଖି 490 ଲୋକ 500 ଲୋକ ଖଣ୍ଡେ ରେଜିଷ୍ଟ୍ରେସନ୍ କରିଛନ୍ତି। ତ ଆମର 10 ଦିନ ହାତରୁ ଚାଲିଗଲାଣି। ମାସ୍ ଜଷ୍ଟ ଗୋଟେ 1000 କୁଇଣ୍ଟାଲ ଲେଖା ମାସ୍ ଗୋଟେ ମିଲରକୁ ଦେଇଛନ୍ତି। କେବଳ 3-4ଟା ମିଲର ସେଠି ଅଛନ୍ତି। ଚକୋଲେଟ୍ ଛୋଟ ପିଲାକୁ ଦେଲା ଭଳିଆ ଗୋଟେ ମାସ୍ ପ୍ରୋଭାଇଡ଼ କରାଯାଇଛି, ଯାହାକି ଚାଷୀ ଯେତେବେଳେ ମିଲ୍କୁ ଯାଉଛନ୍ତି, ମିଲର୍ସ ପାଖକୁ ଯାଉଛନ୍ତି, ସେତେବେଳେ ସେମାନେ କହୁଛନ୍ତି ଆମର ମାସ୍ ନାହିଁ, ସରିଗଲା। ତ କେମିତି ଧାନ ଉଠିବ ସାର୍? ଏଇଟା ଆମର ପୋଡ଼ାପଦର ମଣ୍ଡି ଇନଭଲ୍ଭ ଥିବା ସବୁ ଚାଷୀ ଆସିଛନ୍ତି। ଜିଲ୍ଲା ଉପଜିଲ୍ଲାପାଳଙ୍କୁ ମିଶିବାକୁ ଆସିଥିଲୁ, ଉପଜିଲ୍ଲାପାଳ ବର୍ତ୍ତମାନ ଆସିଥିଲେ। ତ ଆମେ ଏବେ ତାଙ୍କୁ ଜଣାଇବୁ ଆମର ଦାବି, ଯେଉଁ ଦାବି ଅଛି ସବୁ ଗୁଡ଼ାକ ଦାବି ଜଣାଇବୁ। କିଛି ଟୋକେନ୍ ବି ଆସିନାହିଁ, କିଛି ଚାଷୀ ଆମର ପଞ୍ଜୀକରଣ କରୁନଥିଲେ। ତେଣୁ ଆମକୁ ପଞ୍ଜୀକରଣ ଯେଉଁମାନେ କରୁନାହାନ୍ତି ସେମାନଙ୍କର ପଞ୍ଜୀକରଣ କରନ୍ତୁ, ଯାହାର ଟୋକେନ୍ ଆସିନାହିଁ ତାର ଟୋକେନ୍ ଦିଅନ୍ତୁ ଏବଂ ବିଶେଷ କରି ଏଇ ଯେଉଁ ମଣ୍ଡି ଲେଟ୍ ଚାଲିଛି, ପର୍ଯ୍ୟାପ୍ତ ପରିମାଣରେ ମାସ୍ ଦିଆଯାଉ, ପର୍ଯ୍ୟାପ୍ତ ପରିମାଣରେ ଗାଡ଼ି ଲଗାଯାଉ ଏବଂ ପର୍ଯ୍ୟାପ୍ତ ପରିମାଣରେ ମିଲର୍ସ ବି ଦିଆଯାଉ। ସେଇଟା ଆମେ ଆମର ଦାବି ପୂରଣ ନ ହେଲେ, ନିଷ୍କର୍ଷ ନ ବାହାରିଲେ ରାତି ସାରା ବସିବୁ ସାର୍। ହଁ, ସକାଳ ପାଇଲା ପର୍ଯ୍ୟନ୍ତ ବସିବୁ ସାର୍। ମୁଁ ଜିଲ୍ଲା ଯୋଗାଣ ଅଧିକାରୀ କୋରାପୁଟ। ଧାନ ଉଠୁଛି, ତାର ଆମର ଯେଉଁ ଅଛି ଧାନର ଉଠୁଛି, କିନ୍ତୁ ସେମାନେ କହୁଛନ୍ତି ବହୁତ ଶୀଘ୍ର ଧାନ ଉଠାଯାଉ, ଯେହେତୁ ଇଏ ଅଛି, ବର୍ଷା ଆସୁଛି, ଇଏ ଆସୁଛି, ଆଉ ସମୟଟା କମ୍ ଅଛି। ତେଣୁ ଆମେ ବହୁତ ଶୀଘ୍ର ଧାନ ଉଠାଇବାର ବ୍ୟବସ୍ଥା କରୁଛୁ। ଯାହା ଆଲୋଚନା ହେଲା, ସଫିସିଏଣ୍ଟ ମିଲ୍ ଦେଇକି ଆମେ ବହୁତ ବର୍ଷା ହେବା ପୂର୍ବରୁ ଆମେ ସବୁ ଜାଗା ଧାନ ଉଠାଇବାର ବ୍ୟବସ୍ଥା କରିଦେବୁ। ଆମ ନଭେମ୍ବର 30 ଅଛି, କିନ୍ତୁ ଏଠି କହିଛନ୍ତି 20 ତାରିଖ ଭିତରେ ଉଠାଇବା ପାଇଁ। ତେଣୁ ଆମେ ଚେଷ୍ଟା କରୁଛୁ ଅଧିକା ମିଲ୍ ଦେଇକି ଉଠାଇବାକୁ ଚେଷ୍ଟା କରୁଛୁ। ଆକ୍ଚୁଆଲି ଉଠାଇବାର କ'ଣ ହେଇଛି, ଆକ୍ଚୁଆଲି ଲୋକାଲ୍ ମିଲ୍ ମାନେ ଆମର ମନା କରିଥିଲେ ଉଠାଇବେନି ବୋଲି। ତେଣୁ ଆମର ଅଦର ଡିଷ୍ଟ୍ରିକ୍ଟର ମିଲ୍
को डका होता तेणु बर्तमान जो अदर डिस्ट्रिक्ट मिल से जो ऑर्डर है पर से आज आसिक रेजिस्ट्रेशन आसिक एग्रीमेंट कर तेणु से देले से अधिका धान उठेबे तेणु बहुत स्पीड हो सुधा उठेबार गाइडलाइन अच्छे 21 जन आसछंती बलांगीर आउ अन्य जिलूर आसछंती 17 जन बर्तमान आसछंती गंजाम जिला नाई सर कटनी चटनी आम रही एग्रीमेंट कटनी चटनी आम ये कर नोडाल मंडी नोडाल अफिसर को दायित्व देचु एवं से आरएमसी स्टाफ अच्छा से ही अनुसार मंडी नोडाल अफिसर और आरएमसी कर जो हम आनालीसिस हिसाब से धान ना देखू जो मंडी नोडाल अफिसर अच्छा ना मंडी नोडाल अफिसर जो मैंने अच्छा आम द्वारा आनालीसिस द्वारा तार कर व्यवस्था करूँ।